Hello dear students, welcome back to ବିଭୂତି ଗୁରୁଜୀ ଅନଲାଇନ୍। ଆଜି ଆମେ ସପ୍ତମ ଶ୍ରେଣୀ ଗଣିତ ବହିର ଅଭ୍ୟାସ କାର୍ଯ୍ୟ 8.7 ର 8 ନମ୍ବରରୁ 12 ନମ୍ବର ପର୍ଯ୍ୟନ୍ତ ସମାଧାନ କରିବା। ଏହା ପୂର୍ବରୁ 7 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକୁ ଆମେ ଅତି ସୁନ୍ଦର ଭାବରେ ସମାଧାନ କରିସାରିଛେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ, ଯାହା ଫଳରେ ପ୍ରଶ୍ନଗୁଡ଼ିକୁ ଅତି ସୁନ୍ଦର ଭାବରେ ବୁଝିପାରିବେ। ନମ୍ବର 8, ଗୋଟିଏ ଜାହାଜରେ ଥିବା ସାମଗ୍ରୀକୁ 10 ଦିନ ମଧ୍ୟରେ ଜାହାଜରୁ ଓହ୍ଲାଇବା ଲାଗି 280 ଜଣ ଶ୍ରମିକ ନିଯୁକ୍ତ କରାଗଲା। ମାତ୍ର 3 ଦିନ ପରେ ସମସ୍ତ ସାମଗ୍ରୀର 1/4 ଅଂଶ ଓହ୍ଲାଯାଇ ପାରିଲା। ତେବେ ଆଉ କେତେ ଜଣ ଶ୍ରମିକ ନିଯୁକ୍ତ ହେଲେ ଯଥା ସମୟରେ କାର୍ଯ୍ୟ ଶେଷ ହୋଇପାରିବ? ମନେ କରାଯାଉ ଜାହାଜରେ ଥିବା ସମସ୍ତ ସାମଗ୍ରୀର ପରିମାଣ ସମାନ 1। ଜାହାଜରେ ଯେତିକି ଜିନିଷ ଅଛି ତାହାକୁ 1 ଧରିବା। 280 ଜଣ ଶ୍ରମିକ ସାମଗ୍ରୀର 1/4 ଅଂଶ ଓହ୍ଲାଇ ପାରନ୍ତି 3 ଦିନରେ। ଯଦି ଜାହାଜରେ ଥିବା ସମସ୍ତ ସାମଗ୍ରୀକୁ ଆମେ 4 ଭାଗ କରିବା, ତେବେ 4 ଭାଗରୁ 1 ଭାଗ ହେଉଛି 3 ଦିନ ଲାଗୁଛି ଓହ୍ଲାଇବାକୁ। ତେବେ ଆଉ 3 ଭାଗ ବଳୁଛି। 4 ଭାଗରୁ 3 ଭାଗ ବା 3/4 ଅଂଶ। ତେଣୁ ଅବଶିଷ୍ଟ ସାମଗ୍ରୀ ଯଦି ସମୁଦାୟ ସାମଗ୍ରୀକୁ ଆମେ 1 ଧରିଛେ, ତେବେ 1 ରୁ 1/4 ଅଂଶ ଯେତିକି ଓହ୍ଲେଇଲେ 3 ଦିନରେ ତାକୁ ଆମେ ବିୟୋଗ କରିଦେବା। ବିୟୋଗ କଲେ ହେବ ଲସାଗୁ ଯିବ 4, 4 1 4 ମାଇନସ 4 4 କଟିଗଲା 1 1 1 ସମାନ 3/4 ହିଁ ବାହାରିଲା। ତ ଏତିକି ଅଂଶ ହେଉଛି ଆଉ ବଳକା ରହିଛି। ତେଣୁ ଲେଖିବା 280 ଜଣ ଶ୍ରମିକ ସାମଗ୍ରୀର 3/4 ଅଂଶ ଓହ୍ଲାଇବେ ସମାନ 3 ଗୁଣନ 3 ସମାନ 9 ଦିନରେ। ତ ଏଇ 3 ଗୁଣନ 3 କେଉଁଠୁ ଆସିଲା ଜାଣିପାରିଥିବେ। ଗୋଟେ ଭାଗକୁ ଓହ୍ଲାଇବା ପାଇଁ ତାଙ୍କୁ 3 ଦିନ ସମୟ ଲାଗୁଛି, ଆଉ ରହିଛି 3 ଭାଗ। ତେଣୁ ଆଉ 3 ଭାଗକୁ ଗୋଟେ ଭାଗକୁ 3 ଦିନ, ଗୋଟେ ଭାଗକୁ 3 ଦିନ, ଗୋଟେ ଭାଗକୁ 3 ଦିନ କଲେ ଏମିତିରେ 9 ଦିନ ଆଉ ଲାଗିଯିବ। ତ ସମୁଦାୟ ତାଙ୍କୁ 12 ଦିନ ଲାଗିଯାଉଛି। ଟାର୍ଗେଟ ଯେଉଁ ଦିଆଯାଇଛି ସମୟ 10 ଦିନରେ ଓହ୍ଲାଇବା ପାଇଁ, ଓହ୍ଲାଇ ପାରିବାନି। ତେଣୁ ଅଧିକ ଲୋକ ଆବଶ୍ୟକ ହେବ। ମାତ୍ର କାମଟିକୁ ଶେଷ କରିବା ପାଇଁ ସମୟ ଅଛି ଆଉ ସମାନ 10 ଦିନରେ ଓହ୍ଲାଇବା କଥା। ତେଣୁ 10 ଦିନରୁ ଗୋଟେ ଭାଗ ଓହ୍ଲାଇତେ ହିଁ 3 ଦିନ ସମୟ ନେଇଗଲେ। ତେବେ 10 ରୁ 3 ଦିନ ଗଲେ ଆଉ 7 ଦିନ ସମୟ ଅଛି। କିନ୍ତୁ ବଳକା ଜିନିଷକୁ ଓହ୍ଲାଇବା ପାଇଁ ତାଙ୍କୁ 9 ଦିନ ସମୟ ଲାଗିବ। ତ ଏମିତି ତ ହେଇପାରିବନି। ତେଣୁ ଆଉ 2 ଦିନର କାମ ମେକଅପ୍ କରିବା ପାଇଁ ଅଧିକ ଯେଉଁ ଶ୍ରମିକ କେତେ ଦରକାର ହେବ ତାହାକୁ ପ୍ରଶ୍ନ ମାଗିଛି। ତେଣୁ 9 ଦିନରେ 280 ଜଣ ଲୋକ ଏତିକି ଅଂଶ ଓହ୍ଲେଇବେ। 1 ଦିନରେ କେତେ ଓହ୍ଲେଇବେ ଆମେ ବାହାର କରିବା। ଆଉ ସମୟ ବଞ୍ଚିଛି କିନ୍ତୁ 7 ଦିନ। ତ 9 ଦିନରେ ଏତିକି ଅଂଶକୁ ଓହ୍ଲାନ୍ତି 280 ଜଣ ଶ୍ରମିକ। 1 ଦିନରେ ଏତିକି ଅଂଶକୁ କେତେ ଜଣ ଶ୍ରମିକ ଓହ୍ଲେଇବେ ଆମେ ବାହାର କରିଦେବା। ତେଣୁ ସେଇ ହିସାବରେ 7 ଦିନର କେତେ ଜଣ ଓହ୍ଲେଇବେ ଆମେ ଲୋକ ସଂଖ୍ୟାଟି ପାଇଯିବା। ତେଣୁ ଲେଖିବା 9 ଦିନରେ ସାମଗ୍ରୀର
3/4 ଅଂଶକୁ ଓହ୍ଲାଇବେ ସମାନ 280 ଜଣ ଶ୍ରମିକ। ତେବେ ଏକ ଦିନରେ ସାମଗ୍ରୀର 3/4 ଅଂଶକୁ ଓହ୍ଲାଇବେ 280 ଗୁଣନ 9 ହେଇଯିବ। କାହିଁକି ନା ଗୋଟେ ଦିନରେ ହିଁ ସମସ୍ତ କାମ ସାରିବା ପାଇଁ ଅଧିକ ଶ୍ରମିକ ଦରକାର ହେବ। 7 ଦିନରେ ସାମଗ୍ରୀର 3/4 ଅଂଶକୁ ଓହ୍ଲାଇବେ ସମାନ 280 ଗୁଣନ 9 ବିଭକ୍ତ 7 ହେଇଯିବ। ତେବେ କାଟିଦେଲେ 728 700 40 ନୂଆ 360 ଜଣ ଲୋକ ଆବଶ୍ୟକ ହେବ। ପ୍ରଥମ 3 ଦିନର କାମ ଅନୁସାରେ 360 ଜଣ ଲୋକ ଆଉ ଆବଶ୍ୟକ ହେବେ। କିନ୍ତୁ ଆଗରୁ 280 ଜଣ ଲୋକ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଉ ଅଧିକ ସଂଖ୍ୟକ କେତେ ଶ୍ରମିକ ଆବଶ୍ୟକ ତାହା ବାହାର କରିବା। ଆମେ 360ରୁ 280 ଜଣ ଅଲରେଡି ଅଛନ୍ତି, ତାକୁ ବିୟୋଗ କରିଦେବା। ଅଧିକ ସଂଖ୍ୟକ ଶ୍ରମିକ ଆବଶ୍ୟକ ସମାନ 360 ରୁ ବିୟୋଗ କରିଦେବା 280 ସମାନ 80 ଜଣ। ଆଉ 80 ଜଣ ଅଧିକ ଶ୍ରମିକ ଲଗେଇତେ ପଡ଼ିବ, ଯାହା ଫଳରେ ନିର୍ଦ୍ଧାରିତ 10 ଦିନରେ କାର୍ଯ୍ୟଟି ସରିଯିବ। ଆଉ 7 ଦିନ ବାକି ଅଛି କାମ କରିବା ପାଇଁ। ଅତଏବ ଆଉ 80 ଜଣ ଶ୍ରମିକ ନିଯୁକ୍ତ ହେଲେ ଯଥା ସମୟରେ କାର୍ଯ୍ୟ ଶେଷ ହୋଇପାରିବ। ଉତ୍ତର ନମ୍ବର 9, ଗୋଟିଏ କାର୍ଯ୍ୟକୁ ରୋହିତ 20 ଦିନରେ ଓ ସେହି କାର୍ଯ୍ୟକୁ ସମ୍ବିତ 25 ଦିନରେ କରିପାରେ। ରୋହିତ ଓ ସମ୍ବିତ ଏକତ୍ର କାର୍ଯ୍ୟ ଆରମ୍ଭ କଲେ। କାମ ଆରମ୍ଭ ହେବାର 5 ଦିନ ପରେ ସମ୍ବିତ କାମ କରିବା ବନ୍ଦ କରିଦେଲା। ତେବେ ଅବଶିଷ୍ଟ କାର୍ଯ୍ୟକୁ ରୋହିତ କେତେ ଦିନରେ ଶେଷ କରିବ? ରୋହିତ ଆଉ ସମ୍ବିତର କାର୍ଯ୍ୟ ଦକ୍ଷତା ଅଲଗା ଅଲଗା ରହିଛି। ରୋହିତ 20 ଦିନରେ ଶେଷ କରେ, ସମ୍ବିତ 25 ଦିନରେ କରେ। ତ ସେହି ଦକ୍ଷତା ନେଇକି ସେମାନେ ଗୋଟେ କାର୍ଯ୍ୟ ଆରମ୍ଭ କଲେ ମିଶିକି। କିନ୍ତୁ 5 ଦିନ କାମ ହେବା ପରେ ସମ୍ବିତ କାମ ବନ୍ଦ କରି ଚାଲିଗଲା। ତେବେ ଅବଶିଷ୍ଟ କାମକୁ ତ ରୋହିତ ଶେଷ କରିବ, ତ ସେ କେତେ ଦିନରେ ଶେଷ କରିବ? ତେବେ ଆମେ ପ୍ରଥମେ ବାହାର କରିବା ସମ୍ବିତ ଯେଉଁ ଚାଲିଗଲା ସିଏ କୋଉ ସ୍ପିଡରେ କାମ କରୁଥିଲା। ସମ୍ବିତ 25 ଦିନରେ କରେ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ, 1 ଦିନରେ କେତେ କରିବ ଏବଂ 5 ଦିନରେ ସେ କେତେ କାମ କରିଛି। ସମୁଦାୟ କାମକୁ 1 ଧରାଯିବ। ତେବେ 1ରୁ 5 ଦିନରେ ସେ କରିଥିବା କାମକୁ ବିୟୋଗ କରିଦେବା ପ୍ରଥମେ। ଆଉ ଯାହା ବଳିବ କାମ ସିଏ ହଉଛି କରିବ ଏକା ରୋହିତ। ତାପରେ ରୋହିତର କାର୍ଯ୍ୟ ଦକ୍ଷତା ଆମେ ବାହାର କରିବା 1 ଦିନରେ ସେ କେତେ କାର୍ଯ୍ୟ କରେ। ତ ବଳକା କାର୍ଯ୍ୟକୁ ଆମେ ତାର ଦିନକର କାର୍ଯ୍ୟରେ ଯଦି ଭାଗ କରିଦେବା କେତେ ଦିନରେ କାର୍ଯ୍ୟଟି ଶେଷ କରିବ ଆମେ ଜାଣିପାରିବା। ସମ୍ବିତ କାର୍ଯ୍ୟଟିକୁ 25 ଦିନରେ ସମ୍ପୂର୍ଣ୍ଣ କରେ। ସମ୍ବିତ 1 ଦିନରେ କରିବ 1/25 ଅଂଶ। ଆଉ ସେଇ ସମ୍ବିତ
5 दिन काम करछे 5 दिन रे करिबो 1 विभक्त 25 गुणन 5 समान 5 के 5 5 5 25 1 विभक्त 5 अंश तेबे समुदाय कार्यर 5 भागरू गोटे भाग कला परे से काम छाड़िला तेबे कार्य आउ केते बढ़िला कार्यर अवशिष्ट अंश यदि समुदाय कार्यटी 1 है तेबे 1 रु आमे वियोग करदेबा संबित जति अंश करिछे 1 विभक्त 5 अंश 5 रु 1 गले 4 विभक्त 5 अंश एहाकू एका रोहित करिवो तेणु रोहित रो कार्य दक्षता वर्तमान बाहर करिबा 1 दिन को से केते काम करूची पुनश्च रोहित कार्यटी को 20 दिन रे संपूर्ण करे रोहित 1 दिन रे करिवो 1 विभक्त 20 अंश तेबे रोहित 1 दिन रे एति कार्य करे किंतु समुदाय कार्य से करिवो आउ 4 विभक्त 5 अंश को कले संपूर्ण हबो कार्यटी रोहित अवशिष्ट 4 विभक्त 5 अंश को करिवो रोहित समय नेबो समान समुदाय कार्य अछि 4 विभक्त 5 तेणु 4 विभक्त 5 को आमे भाग करदेबा तार गोटे दिन रो कार्य रे गोटे दिन से काम करे 1 विभक्त 20 तेणु तीन संख्या बाहरी जीवो तेबे भग्नांश रो हरण अर्थ शेष भग्नांश को लव को हर को लव करी गुणन करदेबा 4 विभक्त 5 गुणन 1 विभक्त 20 टा 20 ही जीवो काटी देले 5 20 4 16 दिन तो यह समुदाय कार्य को शेष करने रोहित दिन संख्या बाहर करागला कहीं से कार्यटी को 20 दिन शेष करे किंतु रोहित आउ संबित मिसिकी 5 दिन काम करते तेणु से 5 दिन को बाद देला पर आउ 11 दिन ताकू समय लागिबो कामटी को शेष करने तेणु 16 दिन रु वियोग करदेबा 5 दिन तेबे 11 दिन तेबे अतएव लिखिबा अवशिष्ट कार्य को रोहित 11 दिन रे शेष करिवो उत्तर नंबर 10 टुना गोटे घर रंग देवा आरंभ करी 9 दिन रे 3 विभक्त 10 अंश काम शेष कला टुना सह कांचन मिसी अवशिष्ट काम को 7 दिन रे शेष कले तेबे कांचन एकाकी केते दिन रे कामटी को करि थांता प्रथमे टुनार कार्य दक्षता काढिबा
ତାପରେ ଟୁନା ସହ କାଞ୍ଚନ ମିଶି 7 ଦିନର ଶେଷ କଲେ। ତ ଟୁନା 3 ଭାଗ କରିଦେଇଥିଲା, ଆଉ 7 ଭାଗକୁ 2 ଜଣ ମିଶିକି 7 ଦିନରେ ଶେଷ କଲେ। ସେଥିରୁ 2 ଜଣ ଯାକ ମିଶିକିରି ଗୋଟେ ଦିନରେ କେତେ ଅଂଶ କରନ୍ତି ଆମେ କାଢିଦେବା। ସେଥିରୁ ଟୁନା ଗୋଟେ ଦିନରେ କରୁଥିବା କାର୍ଯ୍ୟକୁ ଆମେ ବିୟୋଗ କରିଦେଲେ କାଞ୍ଚନ ଗୋଟେ ଦିନରେ କେତେ କାମ କରେ ପାଇଯିବା। ତାପରେ ସମୁଦାୟ କାମରେ ଆମେ ଭାଗ କରିଦେବା କାଞ୍ଚନର ଗୋଟେ ଦିନର କାର୍ଯ୍ୟ ଦକ୍ଷତା, ହେଲେ ସେ କେତେ ଦିନରେ କାମଟିକୁ ଶେଷ କରିବ ପାଇଯିବା। ଟୁନା 9 ଦିନରେ କରି 3/10 ଅଂଶ। ଟୁନା 1 ଦିନରେ କରିବ ସମାନ 3/10 ହରଣ 9। 3/10 ହରଣ ବଦଳରେ ଯଦି ଗୁଣନ ଦେବା, 9 ତଳେ 1 ଅଛି, 1/9 ହେଇଯିବ। 3 କେ 3, 3 3 9, 1 କେ 1 ବିଭକ୍ତ 10 3 30 ଅଂଶ। ଅବଶିଷ୍ଟ କାର୍ଯ୍ୟ ସମୁଦାୟ କାର୍ଯ୍ୟକୁ 1 ଧରାଯାଉଛି। 1 ରୁ 3/10 ଅଂଶ ସେ 9 ଦିନରେ କରିଦେଇଛି। ତେବେ 1 ରୁ 3/10 ଅଂଶ ଯଦି ଫେରିଦେବା, ତେବେ ଆଉ ରହିବ 7/10 ଅଂଶ। ଏହି କାର୍ଯ୍ୟକୁ ଟୁନା ଓ କାଞ୍ଚନ ମିଶି 7 ଦିନରେ କରିବେ। ଏହି ଟୁନା ଓ କାଞ୍ଚନ 1 ଦିନରେ କରିବେ ସମାନ 7/10 ଅଂଶ ହରଣ 7। ତେବେ 7/10 ଗୁଣନ 1/7। ତେବେ 7 7 କଟିଗଲା, 1/10 ଅଂଶ। ତେଣୁ 2 ଜଣ ଯାକ ମିଶି ଗୋଟେ ଦିନରେ 1/10 ଅଂଶ କାର୍ଯ୍ୟ କରିବେ। କାଞ୍ଚନ ଗୋଟେ ଦିନରେ କେତେ କାମ କରୁଛି ଆମେ ଯଦି ଜାଣିବା, ତେବେ ସମୁଦାୟ କାମରେ ତାକୁ ଭାଗ କରିଦେଲେ ପାଇପାରିବା। ତେଣୁ 2 ଜଣ ଯାକର ମିଶିକିରି ଯେଉଁ କାମ ଅଛି, ଏଥିରୁ ଟୁନାର ଗୋଟେ ଦିନର କାର୍ଯ୍ୟକୁ ଆମେ ବିୟୋଗ କରିଦେବା। ତ ଟୁନା ଗୋଟେ ଦିନରେ କେତେ କାର୍ଯ୍ୟ କରୁଥିଲା ନା, ସେ ଗୋଟେ ଦିନରେ କାର୍ଯ୍ୟ କରେ 1/30 ଅଂଶ। କାଞ୍ଚନ 1 ଦିନରେ କରିବ ସମାନ 1/10 ଅଂଶରୁ ବିୟୋଗ କରିଦେବା ଟୁନା ଗୋଟେ ଦିନରେ କରେ 1/30 ଅଂଶ। ତେବେ 10 ଆଉ 30 ର ଲସାଗୁ 30, 30 କୁ 10 ରହିଲେ 3, 3 1 3 ବିୟୋଗ 1, 2/30 ଅଂଶ ବା କଟିଗଲେ 1/15 ଅଂଶ। କାଞ୍ଚନ ଗୋଟେ ଦିନରେ କରିବ 1/15 ଅଂଶ। ତେଣୁ କାଞ୍ଚନ ଗୋଟେ ଦିନରେ 1/15 ଅଂଶ କାର୍ଯ୍ୟ କରେ। ତେବେ ସମୁଦାୟ କାର୍ଯ୍ୟକୁ କାଞ୍ଚନ କରିବ ସମାନ ସମୁଦାୟ କାର୍ଯ୍ୟକୁ 1 ଯଦି ଧରାଯାଇଛି, 1 ଆମେ ଭାଗ କରିଦେବା ତାର ଗୋଟେ ଦିନରେ କେତେ ଅଂଶ କାର୍ଯ୍ୟ କରୁଛି। 1/15 କରିଛି, ତେବେ ଭାଗ କରିଦେଲେ ଆମେ ଦିନ ସଂଖ୍ୟା ପାଇଯିବା। ହରଣକୁ ଗୁଣନ କଲେ 1/15 ଟା 15/1 ହେଇଯିବ, ବା ଖାଲି 15 ଆମେ ଲେଖିପାରିବା। ତେବେ 15 କେ 15 ଦିନ। ଅତଏବ କାଞ୍ଚନ ଏକାକୀ 15 ଦିନରେ କାମଟିକୁ କରିଥାନ୍ତା। ଉତ୍ତର